ହୀରାକୁଦ ଡ୍ୟାମ୍ ବିଶ୍ୱର ଦୀର୍ଘତମ ଡ୍ୟାମ୍ ଭାବରେ ପରିଚିତ। ଏହି ହୀରାକୁଦ ଡ୍ୟାମ୍ 1947 ଆରମ୍ଭ ହୋଇ 1957 ଶେଷ ହୋଇଥିଲା। ଓଡ଼ିଶାର ବରନଦୀ ଉପରେ ଏହି ଡ୍ୟାମ୍ ତିଆରି କରାଯାଇଥିଲା। ଓଡ଼ିଶାର ବନ୍ୟାକୁ ରୋକିବା ପାଇଁ ଏହି ଡ୍ୟାମ୍କୁ ନିର୍ମାଣ କରାଯାଇଥିଲା। ଏହି ଡ୍ୟାମ୍କୁ ଲୋକମାନଙ୍କର ଉପକାରିତା ପାଇଁ ପ୍ରସ୍ତୁତ ହୋଇଥିଲା। ହୀରାକୁଦ ଡ୍ୟାମ୍ର ବୟସ 66 ବର୍ଷ। ସେହି ଅମୂଲ୍ୟ କିଛି ଲୋକମାନଙ୍କର କହିବା କଥା ହେଉଛି ହୀରାକୁଦ ଡ୍ୟାମ୍ 100 ବର୍ଷ ବଞ୍ଚିବ, କିନ୍ତୁ ଡ୍ୟାମ୍ରେ ନାନା ପ୍ରକାରର ଫାଟ ସୃଷ୍ଟି ହେଲାଣି। ଦର୍ଶକ ବନ୍ଧୁ, ମହାପୁରୁଷ ଅଚ୍ୟୁତାନନ୍ଦ 600 ବର୍ଷ ପୂର୍ବେ ଲେଖିଛନ୍ତି, କଳି ଶେଷରେ ସବୁଠାରୁ ବଡ଼ ବନ୍ଧ ଭାଙ୍ଗିବ, ଯାହାକୁ ଆମେ ହୀରାକୁଦ ବନ୍ଧ ନାମରେ ଜାଣିଛେ। ହୀରାକୁଦରୁ ବାହାରିବ ବିରାଟ ଚିତଳ ମାଛ ଓ ତା କଣ୍ଟାରେ ବନ୍ଧ ନିର୍ମାଣ ହେବ। ମାଳିକାରେ ଲେଖା ଅଛି, କଳି ଶେଷରେ ଅନେକ ପ୍ରକାରର ଅଘଟଣ ଘଟିବ। ଏହିପରି ବଡ଼ ବଡ଼ ବନ୍ଧ ଭାଙ୍ଗିବ ଓ ତାଳ ଗଛ ଉଚ୍ଚର ପାଣି ମଧ୍ୟ ମାଡ଼ି ଆସିବ। ଦର୍ଶକ ବନ୍ଧୁ, ଆପଣମାନେ